जय जगन्नाथ पिलाମାନେ स्टूडेंट एकाडेमी रो राकेश सार जे के हमको इनवाइट करिसंती तांको पिलाମାନେ केमिति बेटर रिजल्ट करिवे तांको फ्यूचर केमिति ब्राइट हबो कारण छोट छुआ माने नेक्स्ट जनरेशन रो स्टार हेथांती। तो फास्ट कथा हला मु धन्यवाद देबी राकेश सार को जे कि हमको इनवाइट करिसंती। सार भी मते जान नथिले से यूट्यूब वीडियो देखि कि मते कांटेक्ट करथिले। तो आज निजे बहुत खुशी लागुची पिलामान किछि टाइम स्पेंड करिक आसियो। लाइफ तांकर सब पिलाମାନଙ୍କର କିଛି କିଛି ବଡ଼ ବଡ଼ ଡ୍ରିମ୍ ଥାଏ। ତ ସବୁ ସେମାନଙ୍କର ବି କିଛି କିଛି ବଡ଼ ଡ୍ରିମ୍ ଥିବ। ତାଙ୍କ ଡ୍ରିମ୍‌ର ଛୋଟିଆ ହିସ୍ସା ବା ଛୋଟିଆ ପାର୍ଟ ହେଇକି ଆମେ ଆସିବା। ଏମିତି କିଛି ପାର୍ଟ ତାଙ୍କ ଲାଇଫ୍‌ରେ ସେ ଯୋଉ ଜାଗାରେ ବି ସେ ଥିବେ ସେ କେବେ ବି ତ କହିବେ ନା ଯେ ସାର୍ ଆମକୁ ଆସିଥିଲେ ଏମିତି କିଛି ଡିସିପ୍ଲିନ୍ ଶିଖେଇଥିଲେ ଚାଲ ଯିବା। ପିଲାମାନଙ୍କ ସହିତ କିଛି ଟାଇମ୍ ସ୍ପେଣ୍ଡ କରିକି ଆସିବା। ଲାଇଫ୍‌ର ତାଙ୍କର ସବୁ ପିଲାମାନଙ୍କର କିଛି କିଛି ବଡ଼ ବଡ଼ ଡ୍ରିମ୍ ଥାଏ। ତ ସବୁ ସେମାନଙ୍କର ବି କିଛି କିଛି ବଡ଼ ଡ୍ରିମ୍ ଥିବ। ତାଙ୍କ ଡ୍ରିମ୍‌ର ଛୋଟିଆ ହିସ୍ସା ବା ଛୋଟିଆ ପାର୍ଟ ହେଇକି ଆମେ ଆସିବା। ଏମିତି କିଛି ପାର୍ଟ ତାଙ୍କ ଲାଇଫ୍‌ରେ ସେ ଯୋଉ ଜାଗାରେ ବି ସେ ଥିବେ ସେ କେବେ ବି ତ କହିବେ ନା ଯେ ସାର୍ ଆମକୁ ଆସିଥିଲେ ଏମିତି କିଛି ଡିସିପ୍ଲିନ୍ ଶିଖେଇଥିଲେ। ଗୋଟେ ଗାଁରେ ରାମ ବୋଲି ଗୋଟେ ପିଲା ରହୁଥିଲା। ରାମ ବାପା ଯିଏ ସେ ଦିନ ମଜୁରୀ କାମ କରନ୍ତି। ଦିନ ମଜୁରୀ ବୋଲି ଜାଣିପାରିଲ ତ? ଓକେ ହଁ, ଦିନ ମଜୁରୀ କାମ କରନ୍ତି। ଆମର ମା ଯିଏ ଥିଲେ ଘରେ ଯାଇ କାମ କରନ୍ତି ଆଉ ହେଲା, ମାନେ ବାସନ ମାଜିବା, ଖାଇବା ରାନ୍ଧି ବନେଇ ଦେବା। ଓକେ ହଁ, ଘର ପୋଛା ସବୁ କାମ କରନ୍ତି। କିନ୍ତୁ ରାମ ବହୁତ ଗରିବ ଥିଲା ହେଲା। କ'ଣ ହେଇଛି ନା ରାମ ତମାନେ ଯେମିତି ଛୁଆରୁ ସବୁ ଭାବିଛ ନାହିଁ କିଏ ଡକ୍ଟର ହବ, କିଏ ଇଞ୍ଜିନିୟର ହବ, କିଏ ପୋଲିସ ହବ, ସମସ୍ତେ ଭାବିଛ। ତମାନଙ୍କ ଏଜରେ ଯେତେବେଳେ ସେ ଛୋଟ ହେଇଥିଲା ସେ ବି ଭାବୁଥିଲା ଯେ ସେ ବି ଦିନେ ଇଞ୍ଜିନିୟର ହବ, ସେ ବି ଦିନେ ପୋଲିସ ହବ, ସେ ଦିନେ ଆର୍ମି ହବ, ସେ ବି ଏମିତି ସ୍ୱପ୍ନ ଦେଖୁଥିଲା ହେଲା। କିନ୍ତୁ ତା ସାଙ୍ଗମାନଙ୍କୁ ଯେତେବେଳେ କହୁଥିଲା ତା ସାଙ୍ଗମାନେ ତାର ସବୁ ମଜାକ ଉଡଉଥିଲେ। ତମାନେ ଜାଣିଛ ଯାହା ପାଖରେ ପଇସା ନଥିବ ସେ କ'ଣ କିଛି କରିପାରିବ କି? ତମାନେ ଜାଣିଛ ପଇସା ଦବ, ତମେ ଯଦି ପଇସା ଧରିକି ନ ଯିବ ଦୋକାନରୁ କ'ଣ ଦୋକାନୀ ତମକୁ କିଛି ଜିନିଷ ଦବ କି? ସେଥିପାଇଁ ସବୁ ଜିନିଷରେ ପଇସା ଦରକାର ହେଲା। ଧ୍ୟାନ ଦେଇ ମୋ କଥା ବୁଝୁଥାଅ। ଆଉ ତୁ ତ କରିବ ଆଉ ତୋ ପୁଅକୁ କେମିତି ପାଠ ପଢିବୁ କ'ଣ? ତ ଆମର ସମସ୍ତେ ମଜାକ ଉଡାନ୍ତି। କିନ୍ତୁ ସେ ଯେତେବେଳେ ଟିକେ ଟିକେ ବଡ ହେଇ ଆଇଲା ସେ କ'ଣ କରେ, ଗୋଟେ ମହମବତୀ ଦେଖିଛ ସମସ୍ତେ? ମହମବତୀ ଦେଖିଛ? ଦୀପାବଳିକୁ ଲଗାଯାଏ ମହମବତୀ। ହଁ, ମହମବତୀ ଲଗେଇକି ସେ ପାଠ ପଢିଲା ହେଲା। ମହମବତୀ ଲଗେଇକି ଯେତେବେଳେ ସେ ପାଠ ପଢିଲା କ'ଣ ହେଇଛି ନା ସେ କ୍ଲାସରେ ପୁରା ଫାଷ୍ଟ ହେଲା। କାରଣ ଦେଖ, ଗୋଟେ ପିଲା ଯିଏ ଡେଲି ପାଠ ପଢିବ ଆଉ ଯିଏ ଅଧା ଦିନ ପାଠ ପଢିବ ତାଙ୍କ ଭିତରେ ତଫାତ କ'ଣ? ଯିଏ ଡେଲି ପାଠ ପଢିବ ସେ ନିହାତି ପ୍ରଥମ ହବ, କ୍ଲାସରେ ଫାଷ୍ଟ ହବ। ଯିଏ କମ ପାଠ ପଢିବ ଲାଷ୍ଟ ହବ ସେ ହେଲା। ତ ରାମ କ'ଣ କରୁଥିଲା, ଡେଲି ପାଠ ପଢୁଥିଲା। ଯେହେତୁ ସେ ଡେଲି ପାଠ ପଢୁଥିଲା ସମସ୍ତେ ଧ୍ୟାନ ଦେବା ହେଲା। ଯିଏ ଡେଲି ପାଠ ପଢୁଥିଲା ସେ ଫାଷ୍ଟ ହେଲା କ୍ଲାସରେ। ଓକେ, ତାପରେ କ'ଣ ହେଇଛି ନା ରାମ ଯେତେବେଳେ କ୍ଲାସରେ ପ୍ରଥମ ହେଲା, ଦେଖ ମନେକର ତମ ଭିତରୁ ଏଇ ଟ୍ୟୁସନରେ ଜଣେ ଫାଷ୍ଟ ହେଲା, ଆଉ ଛୁଆ ମାନେ ସମସ୍ତେ କ'ଣ ଚାହିଁବନି ଫାଷ୍ଟ ହବା ପାଇଁ? ଯିଏ ଫାଷ୍ଟ ହେଲା ତାକୁ ଏଡେ ସାରା ଗୋଟେ ଗିଫ୍ଟ ଦେବେ, ସମସ୍ତେ ଖୁସି ହବ କି ନାହିଁ? ଫାଷ୍ଟ ହବା ପାଇଁ ଚାହିଁବ କି ନାହିଁ? ରାମ ଯେତେବେଳେ ଫାଷ୍ଟ ହେଲା ତାକୁ ବହୁତ ସାରା ଗିଫ୍ଟ ଦେଲେ ସାରେ। ତାଙ୍କ ଘର ଲୋକ ବି ପୁରା ଦୁଃଖରେ କାନ୍ଦି ପକେଇଲେ। ଦେଖ, ତମେ ଯଦି ଘରେ ଗୋଟେ ଭଲ ମାର୍କ କରି ଫାଷ୍ଟ ହବ କ୍ଲାସରେ, ତମ ଘରେ କ'ଣ ଖୁସି ହେବେନି? ଖୁସି ତ ହେବେ ନା? ଖୁସି ହେବେ। କେତେ ଗେଲ କରି ପକେଇ ପୁରା ମାର୍କେଟ ନେଇ ବହେ ଖୁଏଇବେ। ଯଦି ଲାଷ୍ଟ ଆଣିଥିବ ପିଠିରେ ପୁରା ଖୁଏଇବେ। ପାଠ ପଢିଲେ ଖାଇବ, ନ ପଢିଲେ ବି ଖାଇବ। ବୁଝୁଛି କି ନାହିଁ? ତ କ'ଣ ହେଲା, ରାମ ଆହୁରି ଏମିତି ପାଠ ପଢିଲା। ପାଠ ପଢିକିନି ସେ ଯାହା ଚାହୁଁଥିଲା ହେବା ପାଇଁ ସେ ମଧ୍ୟ ହେଲା। ଯୋଉମାନେ କହୁଥିଲେ ଯେ ତୋ ପାଖରେ ପଇସା ନାହିଁ, ତୁ ପାଠ ପଢି ପାରିବନି, ଯୋଉ ବଡ ଲୋକମାନେ କହୁଥିଲେ ଯେ ତୁ କିଛି କରିପାରିବୁ ନାହିଁ, ସେଦିନ ପୁଣି ଅଫିସର ହେଇ ଦେଖିଲା କି ନାହିଁ? ମତେ ଗୋଟେ କଥା କୁହ, ଦେଖିଲା ନା ଅଫିସର ହେଇକି? ତ ତମମାନଙ୍କୁ ମୁଁ ଏଇ କଥାଟା ଏଇଥିପାଇଁ କହିଲି ଯେ ଏବେଠୁ ଦେଖ, ମାଠିଆ କେବେ ପିଲାମାନେ ଦେଖିଛ? ମାଠିଆ ସମସ୍ତେ ମାଠିଆ ଦେଇ ଗଲେ କୋଉଥିରେ ତିଆରି? ମାଟିରେ। ମାଟିରେ ତ ମାଠିଆଟାକୁ ପିଲାମାନେ ଯେତେବେଳେ ବନାଯାଏ, ଯେତେବେଳେ ଆରମ୍ଭରୁ ପୁରା ବନାଯାଏ ମାଠିଆଟାକୁ, ତାକୁ ଯଦି ଠିକରେ ନ ବନେଇବ ତାହେଲେ ସେ ମାଠିଆ ହବନି। ତମେ ଯଦି ଆରମ୍ଭରୁ ପାଠଟା ନ ପଢିବ ତାହେଲେ ଗୋଟେ ଭଲ ପିଲା ହେଇପାରିବ? ମୁଁ ଯଦି ଏଇନା ଗାଡିଟା ଭଲସେ ନ ଶିଖିବି, ମେନ ରୋଡଟା ଦେଲେ ଚଲେଇ ପାରିବି? ତ ସେମିତି ପିଲାମାନେ ତମାନେ ଏବେ ଯେହେତୁ ଛୋଟ ଛୋଟ ଛୁଆ ମାନେ ଛୋଟ ପିଲା ହେଇଛ, ତମାନେ ଏବେଠୁ ଯଦି ମନ ଦେଇକି ସମସ୍ତେ ପାଠ ପଢିବ ତାହେଲେ ଏବେ ଯେମିତି ସମସ୍ତେ କହିଲେ ନା କିଏ ହେଲା ଇଞ୍ଜିନିୟର ହେବି, କିଏ ଆର୍ମି ହେବି ହେଲା, କିଏ କହିଲା ପୋଲିସ ହେବି, ଯାହା ଯାହା ଭାବିଛ ତାହା ହେଇପାରିବ କେତେବେଳେ? ଯଦି ତମେ ମନ ଦେଇକି ପାଠ ପଢିବ। ଏବେ ତ ତମକୁ କେହି କହୁନାହାନ୍ତି ଆଉ କିଛି କରିବା ପାଇଁ, କେବଳ ଖାଇବ ପିଇବ ପାଠ। ନା ଘର ଲୋକ ଏଟା କାମ କର ଏଟା କାମ କର କହୁଛନ୍ତି କି? କହୁନାହାନ୍ତି ନା।
ଖାଇବ ପାଠ ପଢିବ ଖେଳିବ, କାରଣ ଖେଳିବା ବି ଶରୀର ପାଇଁ ନିହାତି ଦରକାର ନା, ବୁଝୁଛି ନାହିଁ। ତ ତମେ ମତେ ଗୋଟେ କଥା ଦିଅ, ତମ ମ୍ୟାଡାମକୁ ମୁଁ ଫୋନ କରି ପଚାରିବି ହେଲା, କ୍ଲିୟର, ଯେ ତମେ ପାଠ ପଢୁଛ କି ନାହିଁ। ମୁଁ ପୁଣି ଆଇବି, ଯେବେ ଆଇବି ପଚାରିବି ସମସ୍ତେ କହୁଛନ୍ତି ପାଠ ପଢିବା ଦରକାର, ବୁଝୁଛି କି ନାହିଁ। ଦେଖ ତମମାନେ ଛୋଟିଆ ଛୁଆ, ମୁଁ ତ ତମମାନଙ୍କୁ ଅଧିକା କିଛି କହିପାରିବିନି, କାରଣ ମୁଁ ଅଧିକା କିଛି କହିଲେ ତମ ମାଇଣ୍ଡରେ ପଶିବନି ହେଲା। ଏତିକି ଗୋଟେ କଥା କହି ପିଲାମାନେ, ତମେ ସତରେ ଚାହୁଁଛ, ତମେ ଦେଖିଛ ବଡ ଭାଇ ଭଉଣୀ ମାନେ କିଏ ଇଞ୍ଜିନିୟର ଥିବ, କିଏ ଡକ୍ଟର ଥିବ, କିଏ ପୋଲିସରେ ଥିବ, ଯଦି ତାଙ୍କ ଭଳିଆ ତମେ ହବା ପାଇଁ ପୁରା ଚାହୁଁଛ, ତମ ଦେହରେ ବି ଏମିତି ପୋଷାକ ଥିବ, ତମ ଦେହରେ ବି ଏମିତି ସବୁ ଜିନିଷ ଥିବ, ତମ ଘରେ ବି ଏତିକି ପଇସା ଥିବ, ତାହେଲେ କଣ ଦରକାର? ପାଠ, ବୁଝାଉଛି। ତ ଆମେ ସମସ୍ତେ ମନ ଦେଇକିନି ପାଠ ପଢିବା, କ୍ଲିୟର, ବୁଝିହେଲା।